ମୋ ନାଁ ରାଜୀବ, ମୋ ଘର ହେଉଛି ଚରମ୍ପା। ମୋ ଘର ପାଖ ଘରଟା ହେଉଛି ଏ ଭାଇନାଙ୍କର। ଯେତେବେଳେ ମୋର ୱାର୍କସପ୍ ଅଛି, ମୁଁ ୱାର୍କସପ୍ ଗୋଟେ ଚେୟାର ପକେଇକି ବସିଛି, ଯେହେତୁ ମୋ ଘର ସାମ୍ନାରେ କିନ୍ତୁ ସର୍ଭିସ ରୋଡର ସାମ୍ନାରେ ଆମର ସବୁ ଗଛ ଲାଗିଛି। ସେଠୁ ଦୁଇଟା ଆୱାଜ ହେଲା, ଠାଏ ଠାଏ ଦୁଇଟା ଆୱାଜ ହେଲା। ତ ମୁଁ କ'ଣ ଭାବିଲି, ବୋଧେ ଏବେ ଆପଣଙ୍କର ଯେଉଁ ବାଇକ୍ରେ ସବୁ ସାଇଲେନ୍ସର ଲାଗୁଛି, ଏକ୍ସିଲେଟର ଛାଡ଼ିଲା ପରେ ଆୱାଜ ହେଉଛି। ତ ମୁଁ ସେଇଆ ଭାବିକି ମୁଁ ସାଇଲେଣ୍ଟଲି ଯେମିତି ବସିବା କଥା ବସିଥିଲି। ତାପରେ ହଠାତ୍ ଦେଖିଲି ୱିଦିନ୍ 2-3 ସେକେଣ୍ଡ ଭିତରେ କିଛି ଝିଅ ଦୌଡ଼ିଲେ। ଝିଅମାନେ କାହିଁକି ଦୌଡ଼ିଲେ? ସେଇଠୁ ସେତିକିରେ ମୁଁ ଷ୍ଟେପ୍ ନେଇଛି ଯେ ମୁଁ ଆସିବି ବୋଲି। ସେତେବେଳକୁ ସେ ଦୁଇଟା ବାଇକ୍ ଆସିଲା, ସେ ବାଇକ୍ ଦୁଇଟା ସାଙ୍ଗରେ ବୁଲିକି ପଳେଇଲା। ସେଇଠୁ ମୁଁ ଦୌଡ଼ିକି ଗଲି। ମୁଁ ଯେତେବେଳେ ଗଲାବେଳକୁ ଏ ଭାଇନା ହେଉଛି ତାଙ୍କର ୟୁନିକର୍ଣ୍ଣ ଗାଡ଼ି ତାଙ୍କର ପଡ଼ିଛି, ସିଏ ତଳେ ପଡ଼ିଛନ୍ତି। ସେଇଠୁ ମୁଁ ଉଠେଇଲି, ତାଙ୍କ ନାଁ ହେଉଛି ବିଦୁ ଭାଇ। ସେଇଠୁ ମୁଁ ତାଙ୍କୁ ଉଠେଇଲି। ଉଠାଇଲା ପରେ ବୋଲେ କ'ଣ ସେ କଥା ଠିକ୍ ସେ କଥା କହିପାରୁନାହାନ୍ତି। ଏଇଟା ହେଉଛି ଆମର ଚରମ୍ପାର ଯେଉଁ ରାମ ମନ୍ଦିର ଅଛି, ରାମ ମନ୍ଦିର ଜଷ୍ଟ 20 ମିଟର ପୂର୍ବରୁ। ଆଜ୍ଞା, ତାଙ୍କର ଡାକ ନାଁ ହେଉଛି ବିଦୁ ଭାଇ। ଏଇଟା ହଁ, ଏଇଟା ଘର ପାଖ ତାଙ୍କର ଘର, ମାନେ ସେ ଜଷ୍ଟ ଗଡ଼ିବାକୁ ଯାଉଛନ୍ତି, ଘରକୁ ଗଡ଼ୁଛନ୍ତି, ସେଇ ଜାଗାରେ ହେଇଛି ଏ ଜିନିଷ। ତାହେଲେ ମୁଁ ସ୍ପଟ୍ ଉପରକୁ ଆସିଲା ସେତେବେଳେ କିଛି ନାହିଁ, କିନ୍ତୁ ତାଙ୍କର ସିଏ କହିଲେ, ତାଙ୍କର ୱାଇଫ୍ କହିଲେ ତାଙ୍କର ବ୍ୟାଗ୍ଟା। ମୁଁ କହିଲି ବ୍ୟାଗ୍ ତ ସେଠି ସେତିକି କିଛି ଥିଲାନି। ସେଠି ୟାଙ୍କୁ ଯେତେବେଳେ ଆମ୍ବୁଲାନ୍ସକୁ ଫୋନ୍ କଲା ପରେ ଆମ୍ବୁଲାନ୍ସ ଆସିକି ପହଞ୍ଚିଲା, ୟାଙ୍କୁ ପଚାରିଲେ, କହିଲା ମୋ ବ୍ୟାଗ୍ଟା ନେଇଗଲେ କି? ବସ୍ ଏତିକି କଥା। କହିପାରିବିନି, ସେଟା ମୁଁ କହିପାରିବିନି ନା ସାର୍। देखो ए प्राइमरी तो से आसछंती आमे संग संगे स्पॉट जाइथिलु एवं तांको अणाइथिला मेडिकल को इमरजेंसी रेफर कराई कि से वर्तमान भुवनेश्वर की कटक मेडिकल को जीवे एवं हमर एसपी हम सीनियर अफसर माने विभिन्न जगह वर्तमान चढ़ऊ कर बर्तमान किए आम आसला किए एटा करिछि हमर मेन है सस्पेक्ट जो मैंने अच्छा जे काम कर धरवार अच्छी एवं सागे सागे आम स्पॉट को जीवु एवं वेरीफाई करूँ कौन होता कौन ना। देखो जो इमिडिएट आम स्पॉट को गलु स्पॉट को एसपी आम भद्रक जाइए बाकी से अन्य बर्तमान जो जगह भी जो सस्पेक्ट से जगह कौन सीसीटीवी था कौन थी जांच करूँ जो मैंने विटनेस पचारा जहाँ जहाँ आम प्रोसीजर फॉलो करके ट्राए करूँ 100% जे लोग काम कर पारंपरिक जहाँ शुणा जा 2 राउंड बट किसी कन्फर्म ना कन्फर्म किसी कहबनी बर्तमान जो मैंने थे आसिले रेफर कराई भुवनेश्वर की कटक जो मेडिकल को जाकि ट्रिटमेंट हे आशा करूँ भी स्वास्थ्य अवस्था ठीक रहू केस जहाँ भी करूँ।